ନମସ୍କାର ଜୟ ଜଗନ୍ନାଥ ପୁଣି ଗୋଟେ ଜଖମ କଥାକୁ ଆପଣଙ୍କୁ ସ୍ୱାଗତ ଆଜିର ଜଖମ କଥାରେ ଆମେ ଆଲୋଚନା କରିବା ଦୁଃଖ ହଁ ଆଜ୍ଞା ଦୁଃଖ ଏମିତି ଗୋଟେ ଜିନିଷ ଯାହା ସମସ୍ତଙ୍କ ମନ ଭିତରେ ନିଶ୍ଚୟ ଦିନେ ନା ଦିନେ ବା ଥରେ ମାତ୍ର ହଉ ପଛେ ସେ ଅନୁଭବ କରିଥିବ ଆଉ ଦୁଃଖଟା କଣ ସେ ନିଶ୍ଚିତ ଭାବରେ ଜାଣିଥିବ ମୋ କହିବା କଥା ହେଲା ମଣିଷ ଜୀବନରେ ଅନେକ ପ୍ରକାରର ଦୁଃଖ କଷ୍ଟ ଆସେ କିନ୍ତୁ ମଣିଷ ସେ ଦୁଃଖ କଷ୍ଟକୁ ବାରମ୍ବାର ଭାବି ମନ ଭିତରକୁ ଗୋଟେ ହୃଦୟ ଭିତରକୁ ନେଇ ଆହୁରି କଷ୍ଟ ଉପରେ କଷ୍ଟ ଅନୁଭବ କରେ ଉଦାହରଣ ସ୍ୱରୂପ ଆମର ଯଦି କେହି ଆତ୍ମୀୟ ସ୍ୱଜନ ଆମ ପାଖରୁ ଛାଡି ଚାଲିଗଲେ ମାନେ ନିଜର ଦେହ ତ୍ୟାଗ କଲେ ଆମେ କଷ୍ଟ ଅନୁଭବ କରୁ ଆମେ ସମସ୍ତେ ଭାବୁ ଆହା ଆମ ପାଖରେ ଥିଲେ ଚାଲିଗଲେ ସବୁଠୁ ବଡ କଷ୍ଟ ହଉଛି ଯଦି ଅଳ୍ପ ବୟସରେ କୌଣସି ଭଉଣୀ ହଉ କୌଣସି ଝିଅ ହଉ ତାର ଯଦି ସ୍ୱାମୀଟି ଚାଲିଗଲା ତାକୁ ମଧ୍ୟ ବହୁତ କଷ୍ଟ ଅନୁଭବ ହୁଏ ଏବଂ କାହିଁକି କଷ୍ଟ ଅନୁଭବ ହୁଏ ନା ତା ଚତୁଃପାର୍ଶ୍ଵରେ ଥିବା ଆମ ସାମାଜିକ ପ୍ରାଣୀ ଆମେ ତ ଗୋଟେ ସାମାଜିକ ପ୍ରାଣୀ ନା ଆମେ ଯେତେ ସାମାଜିକ ପ୍ରାଣୀ ଅଛେ ଆମେ ତାକୁ ଦେଖେଇ ଶିଖେଇ ବିଭିନ୍ନ ପ୍ରକାରର କଥା କହୁ କାହିଁକି କହିଲେ ଯଦି ସେ ବିଧବା ଝିଅ ହଉ ବା ବିଧବା ସ୍ତ୍ରୀଟି ହଉ ଯଦି କାହା ସହିତ କଥା ହେଲା କାହା ଘରକୁ ଗଲା ତାକୁ ଅନେକ ପ୍ରକାରର କଟୁ କଥା କୁହାଯାଏ ସେଇ କଟୁ କଥାକୁ ନେଇ ତା ମନ ଭିତରେ ଥିବା କଷ୍ଟକୁ ଆହୁରି ଦ୍ୱିଗୁଣିତ କଷ୍ଟ କରିଦିଆଯାଏ ଏବଂ ସେ କଷ୍ଟଟାକୁ ଅନୁଭବ କରେ କିନ୍ତୁ ଆପଣମାନେ ଦେଖିଥିବେ ମଣିଷକୁ ଭଗବାନ ସବୁ ପ୍ରକାରର ଶକ୍ତି ଦେଇକି ଛାଡିଛନ୍ତି କୋଉ ଶକ୍ତିଟା ଏମିତି ନାହିଁ ମଣିଷକୁ ଭଗବାନ ଦେଇନାହାନ୍ତି ମୋ କହିବା କଥା ହେଲା ଏଇ ମଣିଷ ଗୋଟେ ପଥରକୁ ଗୋଟେ ପଥରଟାକୁ ନେଇକରି ଯଦି ସିନ୍ଦୁର ଦେଇକରି ଫୁଲଟିଏ ଥୋଇଦେଲା ତାହେଲେ ସେ ପଥରକୁ ଭଗବାନରେ ପରିଣତ କରିଦବାର ଦକ୍ଷତା ସେ ମଣିଷ ପାଖରେ ଅଛି ବୋଲି ଆଉ 50-500 ଲୋକ ଯାଇକରି ସେଇଠି ହୃଦୟର ସହିତ ତାଙ୍କର ମୁଣ୍ଡକୁ ନୁଆଇଁ ଦିଅନ୍ତି ଦକ୍ଷତା କିଏ ଦେଇଛି ସେଇ ଭଗବାନ ଦେଇଛନ୍ତି ପଥରକୁ ଗୋଟେ ଭଗବାନ ରୂପରେ ପରିଣତ କରିବା ପାଇଁ ମଣିଷକୁ ଯେତେବେଳେ ଭଗବାନ ଶକ୍ତି ଦେଇଛନ୍ତି ତାହେଲେ ସାମାନ୍ୟ ଏଇ ଟିକକ କଷ୍ଟକୁ ଭୁଲିବା ପାଇଁ ଆମେ କଣ ସେ ଶକ୍ତିଟା ଭଗବାନ ଆମକୁ ଦେଇନାହାନ୍ତି ତେଣୁ ଆମେ କଣ କରିବା ନା ଆମ ମନରେ ଥିବା କଷ୍ଟ ଦୁଃଖ ଭୁଲିବା ପାଇଁ ଆମେ କାହା କଥା କାନକୁ ନ ନେଇ ନିଜ କର୍ମ କରି ଚାଲିବା ଯେମିତି ଆପଣ ନିଜ କର୍ମ କଲେ ଗୋଟେ ପଥରକୁ ଅନେକ ଲୋକଙ୍କୁ ଆଣିବା ପାଇଁ ତାଙ୍କ ମୁଣ୍ଡ ନୁଆଇବା ପାଇଁ ତା ଦେହରେ ସିନ୍ଦୁର ଟିକେ ଦେଇକରି ସମସ୍ତେ ଭଗବାନ ବୋଲି ମାନିଲେ ଠିକ ସେମିତି ନିଜକୁ ଆମେ ସେମିତି ପରିଣତ କରିବା ଯେମିତି ଯୋଉ ଲୋକମାନେ କାଲି ଆମକୁ ଆଙ୍ଗୁଠି ଦେଖିକି କଥାବାର୍ତ୍ତା କରୁଥିଲେ ସିଏ ବି ଆଜି ଆମ ପାଖରେ ମୁଣ୍ଡ ନୁଆଇଁ କଥାବାର୍ତ୍ତା କରିବେ ଆଜିର ଜଖମ କଥା କେମିତି ଲାଗିଲା ଯଦି ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ସେୟାର ତ ନିଶ୍ଚିତ କରିବେ ଟିକେ ଭଲ ପାଇବା ଦେବେ ରହିଲି ପୁଣି ଗୋଟେ ଜଖମ କଥାରେ ଆପଣଙ୍କ ସହିତ ଭେଟ ହେବି ରହିଲି ନମସ୍କାର ଜୟ ଜଗନ୍ନାଥ